ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ଏହି ଆହ୍ୱାନ କିଏ ଦେଇଥିଲେ? ଉତ୍ତର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ। 15 ଅଗଷ୍ଟ 1947ରେ ଦିଲ୍ଲୀର ଲାଲକିଲ୍ଲାରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କିଏ ଜାତୀୟ ପତାକା ଉତ୍ତୋଳନ କରିଥିଲେ? ଉତ୍ତର, ପଣ୍ଡିତ ଜବାହରଲାଲ ନେହେରୁ। 1943 ମସିହା ମାର୍ଚ୍ଚ 29 ତାରିଖରେ କୋରାପୁଟର କେଉଁ ମହାନ ଆଦିବାସୀ ନେତାଙ୍କୁ ବ୍ରହ୍ମପୁର ଜେଲରେ ଫାଶୀ ଦିଆଯାଇଥିଲା? ଉତ୍ତର, ବୀର ଲକ୍ଷ୍ମଣ ନାୟକ। ଇନକିଲାବ ଜିନ୍ଦାବାଦ ନାରାକୁ କେଉଁ ମହାନ କ୍ରାନ୍ତିକାରୀ ପ୍ରସିଦ୍ଧ କରିଥିଲେ? ଉତ୍ତର, ଶହୀଦ ଭଗତ ସିଂ। 1938 ମସିହାରେ ବାଜି ରାଉତ କେଉଁ ନଦୀର ଘାଟରେ ଇଂରେଜ ପୋଲିସଙ୍କୁ ଡଙ୍ଗା ପାର କରାଇବାକୁ ମନା କରି ଶହୀଦ ହୋଇଥିଲେ? ଉତ୍ତର, ବ୍ରାହ୍ମଣୀ ନଦୀ। ଭାରତୀୟ ଜାତୀୟ ପତାକାର ମୂଳ ଡିଜାଇନ କିଏ ପ୍ରସ୍ତୁତ କରିଥିଲେ? ପିଙ୍ଗାଳି ଭେଙ୍କାୟା। ଓଡ଼ିଶାର ସବୁଠାରୁ ବଡ଼ ନଦୀ ମହାନଦୀ କେଉଁଠାରୁ ବାହାରିଛି? ଉତ୍ତର, ଛତିଶଗଡ଼ର ସିହାୱା ପାହାଡ଼ରୁ। ଉତ୍କଳମଣି ଆଖ୍ୟାରେ କେଉଁ ମହାନ ବ୍ୟକ୍ତି ପରିଚିତ? ଉତ୍ତର, ପଣ୍ଡିତ ଗୋପବନ୍ଧୁ ଦାସ। ଉତ୍କଳ ଗୌରବ ଭାବେ କାହାକୁ ଜାଣିଛନ୍ତି? ଉତ୍ତର, ମଧୁସୂଦନ ଦାସ ବା ମଧୁବାବୁ। ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ କିଏ ଥିଲେ? ଉତ୍ତର, ରାକେଶ ଶର୍ମା। ଦୁନିଆର ସବୁଠାରୁ ଲମ୍ବା ନଦୀ କେଉଁଟି? ଉତ୍ତର, ନୀଳ ନଦୀ। କମ୍ପ୍ୟୁଟରର ଜନକ ବା ଫାଦର ଅଫ୍ କମ୍ପ୍ୟୁଟର ଭାବେ କାହାକୁ ଜଣାଯାଏ? ଉତ୍ତର, ଚାର୍ଲସ ବ୍ୟାବେଜ। ଭାରତର ସମ୍ବିଧାନର ଜନକ ବା ଫାଦର ଅଫ୍ ଇଣ୍ଡିଆନ କନଷ୍ଟିଟ୍ୟୁସନ କାହାକୁ କୁହାଯାଏ? ଉତ୍ତର, ଡକ୍ଟର ବି.ଆର୍. ଆମ୍ବେଦକର। ଭାରତରେ ସର୍ବପ୍ରଥମେ କେଉଁ ସହରରେ ମେଟ୍ରୋ ରେଲ ଚାଲିଥିଲା? ଉତ୍ତର, କଲକାତା। ଭାଷା ଆଧାରରେ ଗଠିତ ଭାରତର ପ୍ରଥମ ରାଜ୍ୟ କେଉଁଟି? ଉତ୍ତର, ଓଡ଼ିଶା। ଓଡ଼ିଶାର ପ୍ରଥମ ଖବରକାଗଜର ନାମ କ'ଣ ଥିଲା? ଉତ୍ତର, ଉତ୍କଳ ଦୀପିକା। 1866 ମସିହାରେ ଗୌରୀଶଙ୍କର ରାୟଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଭାରତର ରକେଟ୍ ମ୍ୟାନ୍ ବା ରକେଟ୍ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବେ କାହାକୁ ଜଣାଯାଏ? ଉତ୍ତର, ଡକ୍ଟର ଏ.ପି.ଜେ. ଅବଦୁଲ କାଲାମ। ଆଦିକବି ଉପାଧିରେ କେଉଁ ସାହିତ୍ୟିକ ପରିଚିତ? ଉତ୍ତର, ସାରଳା ଦାସ। ବ୍ୟାସକବି ଭାବେ କାହାକୁ ଜଣାଯାଏ? ଉତ୍ତର, ଫକୀରମୋହନ ସେନାପତି। କବିସୂର୍ଯ୍ୟ ଉପାଧି କାହାକୁ ଦିଆଯାଇଛି? ଉତ୍ତର, ବଳଦେବ ରଥ। ଉତ୍କଳମଣି ଆଖ୍ୟାରେ କିଏ ପରିଚିତ? ଉତ୍ତର, ପଣ୍ଡିତ ଗୋପବନ୍ଧୁ ଦାସ। ସ୍ୱଭାବ କବି ଭାବେ କାହାକୁ କୁହାଯାଏ? ଉତ୍ତର, ଗଙ୍ଗାଧର ମେହେର। କାନ୍ତ କବି ଭାବେ କିଏ ପ୍ରସିଦ୍ଧ? ଉତ୍ତର, ଲକ୍ଷ୍ମୀକାନ୍ତ ମହାପାତ୍ର। ଉତ୍କଳ ଗୌରବ ଆଖ୍ୟା କାହାକୁ ଦିଆଯାଇଛି? ଉତ୍ତର, ମଧୁସୂଦନ ଦାସ। କବିବର ଉପାଧିରେ କିଏ ଭୂଷିତ? ଉତ୍ତର, ରାଧାନାଥ ରାୟ। ଅତିବଡ଼ି ଉପାଧି କାହାକୁ ମିଳିଥିଲା? ଉତ୍ତର, ଜଗନ୍ନାଥ ଦାସ। ଓଡ଼ିଆ ଭାଷାର ପ୍ରଥମ ଉପନ୍ୟାସର ନାମ କ'ଣ? ଉତ୍ତର, ପଦ୍ମମାଳୀ। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ କେଉଁ ବର୍ଷ ଓଡ଼ିଶାର ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିଲା? ଉତ୍ତର, 2020 ମସିହାରେ। ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? ଉତ୍ତର, ବରଗଡ଼। ଓଡ଼ିଶାର ପ୍ରଥମ ଓଡ଼ିଆ କାବ୍ୟ ମହାଭାରତ କିଏ ରଚନା କରିଥିଲେ? ଉତ୍ତର, ସାରଳା ଦାସ। ଓଡ଼ିଶାର ସବୁଠାରୁ ଉଚ୍ଚ ପାହାଡ଼ର ନାମ କ'ଣ? ଉତ୍ତର, ଦେଓମାଳି, ଯେଉଁଟାକି କୋରାପୁଟ ଜିଲ୍ଲାରେ ଅବସ୍ଥିତ। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ବଡ଼ଦେଉଳର ଉଚ୍ଚତା କେତେ? ଉତ୍ତର, ପ୍ରାୟ 214 ଫୁଟ ବା 65 ମିଟର। ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ଉଚ୍ଚତା କେତେ? ଉତ୍ତର, ପ୍ରାୟ 180 ଫୁଟ ବା 55 ମିଟର। ଯାଜପୁରର ପ୍ରସିଦ୍ଧ ମା ବିରଜା ମନ୍ଦିରର ଉଚ୍ଚତା କେତେ? ଉତ୍ତର, ପ୍ରାୟ 70 ମିଟର। ଏମିତି ହିଁ ଇଣ୍ଟରେଷ୍ଟିଂ ଭିଡ଼ିଓ ପାଇବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅନ୍ କରି ରଖନ୍ତୁ। ଧନ୍ୟବାଦ।